ସାଙ୍ଗମାନେ ଆଜି ଦିନଟା ନା ଜମା ଭଲ ନାହିଁ। କାହିଁକି ଜାଣିଛନ୍ତି, କାଲି ରାତିରୁ ମୋ ଝିଅ ଦେହ ଜମା ଭଲ ନାହିଁ। ତାକୁ ପ୍ରବଳ ଜ୍ୱର, ହଠାତ୍ ଥଣ୍ଡା ଜ୍ୱର କେଉଁଠି ଥିଲା ଚାଲି ଆସିଲା। ତ ସକାଳୁ ଭାବୁଥିଲି ତାକୁ ସ୍କୁଲ ବିଦା କରିବିନି, କିନ୍ତୁ ତାର ଏକ୍ଜାମ ବୁଧବାର, ହାପିଲି ଏକ୍ଜାମ। ବାଧ୍ୟ କରି ତାକୁ ସ୍କୁଲ ବିଦା କଲି ସତ, ହଠାତ୍ ଫେର ତାଙ୍କ ସ୍କୁଲରୁ ଫୋନ୍ ଆସିଲା। ତା ଗୁରୁମା ଫୋନ୍ କଲେ ତାକୁ ପ୍ରବଳ ଜ୍ୱର, ଆସିକିନା ନେଇଯାଆନ୍ତୁ। ଫେର ତା ବାବା ଯାଇକି ତାକୁ ନେଇକି ଆସିଲେ। ଆସିକି ଏଠି ସେ ହେଇ ଟିଫିନ୍ ବନେଇକି ଦେଇଥିଲି, ଉପମା ଖାଇନଥିଲା। ଏଠି ଆସିକି ଉପମା ଖାଇଲା। ଖାଇକିନା ଫେରେ ତାକୁ ଟିକେ ମେଡ଼ିସିନ ଦିଆହେଲା। ମେଡ଼ିସିନ ଖାଇକି ଶୋଇଛି। କିନ୍ତୁ ମୋତେ ଟେନସନ୍ ହେଲାଣି ଯେ ତାର ହାପିଲି ଏକ୍ଜାମ ମୁଣ୍ଡରେ, ଇଆଡ଼େ ଦେହ ଖରାପ ହେଲାଣି। ସେ କ'ଣ କରିବ, ଏକ୍ଜାମରେ କ'ଣ ଲେଖିବ। ତ ଯାହା ବି ଆଉ କ'ଣ କରିବା। ଆଜି ରୋଷେଇ କ'ଣ କରିବି ଭାବୁଥିଲି। ତାପରେ ଫୁଲକୋବି ଥିଲା, ଫୁଲକୋବି ଆଉ ସାରୁ ଆଳୁ, ମାନେ ଏଇ ଯେଉଁ ଫୁଲକୋବି ସାରୁ ଆଳୁ ତରକାରୀ କହୁନାହାନ୍ତି ନା, ପିଲାଦିନେ ଆମେ ବହୁତ ଖାଇଛୁ ଆଉ ବହୁତ ବଢ଼ିଆ ବି ଲାଗେ। କମ୍ ମସଲାରେ କରିବେ, ବହୁତ ଟେଷ୍ଟି ଲାଗେ। ତ ସେଇଟା ଫୁଲକୋବି ଆଳୁ ସାରୁ ପକାଇ ଗୋଟେ ତରକାରୀ କରିଥିଲି। ବନ୍ଧାକୋବି ଆଳୁ ବିନ୍ସ ପକାଇ ଗୋଟେ ଭଜା କରିଥିଲି। କଲରା ଆଳୁର ଭଜା କରିଥିଲି। ତ ଏତିକି ଆଇଟମ୍ କରିଥିଲି, ଆଉ କ'ଣ କରିବି। ତ ଚାଲନ୍ତୁ ଏବେ ଖାଇବା। ଆଉ ରହିଲି ସାଙ୍ଗମାନେ, ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗେ ନା, ଆପଣମାନଙ୍କର ସପୋର୍ଟ ନିହାତି ଦରକାର। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍